ଆଗାମୀ ଦିନରେ ବଢ଼ିଯିବ ପେଟ୍ରୋଲ ଆଉ ଡିଜେଲ ମୂଲ୍ୟ। ଅଶୋଧିତ ତୈଳ ଦର ବୃଦ୍ଧି ଉପରେ ଆସିଲା ବଡ଼ ଆକଳନ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଥିଲା କାରଣ ଆମେରିକା ଇରାନ ଶାନ୍ତି ଆଲୋଚନା ମଧ୍ୟପ୍ରାଚ୍ୟ ଶକ୍ତି ରପ୍ତାନୀରେ ସମ୍ଭାବ୍ୟ ବାଧା ସୃଷ୍ଟି କରିବାର ସଂକେତ ଦେଉଛି। ଏକ ବ୍ୟାପକ ଚୁକ୍ତିନାମା ଅପରିବର୍ତ୍ତନୀୟ ଏବଂ ହରମୁଜ ପ୍ରଣାଳୀର ନିରନ୍ତର ବନ୍ଦ ଯୋଗାଣ ଚିନ୍ତାକୁ ତୀବ୍ର କରିଛି। ବ୍ରେଣ୍ଟ ଅଶୋଧିତ ତୈଳ ପ୍ରତି ବ୍ୟାରେଲ 2.63% ବୃଦ୍ଧି ପାଇ $108.10 ପହଞ୍ଚିଛି, ଯେତେବେଳେ ଆମେରିକାର ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ ଅଶୋଧିତ ତୈଳ ମୂଲ୍ୟ 2.44% ବୃଦ୍ଧି ପାଇ $96.70 ପହଞ୍ଚିଛି। ଉଚ୍ଚ ଶକ୍ତି ମୂଲ୍ୟ ଭାରତର ସାମଗ୍ରିକ ଅର୍ଥନୈତିକ ସ୍ଥିରତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏମ୍ସ ଗ୍ଲୋବାଲ ଫାଇନାନ୍ସିଆଲ ସର୍ଭିସେସର ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଷ୍ଟ୍ରେଟ୍ ଅଫ୍ ହରମୁଜ ଦୀର୍ଘ ସମୟ ଧରି ବନ୍ଦ ରହିବା ଫଳରେ ସରକାରଙ୍କୁ ଖୁଚୁରା ଇନ୍ଧନ ମୂଲ୍ୟ ବୃଦ୍ଧି କରିବାକୁ ପଡ଼ିବ। ସେମାନେ ପ୍ରତି ଲିଟରରେ ପ୍ରାରମ୍ଭିକ 10 ବୃଦ୍ଧି ଆଶା କରୁଛନ୍ତି। ଯଦିଓ ଏହା ତୈଳ ବିପଣନ କମ୍ପାନୀଗୁଡ଼ିକର ଅପ୍ରାପ୍ତିକୁ ସମ୍ପୂର୍ଣ୍ଣ ଭାବରେ ପୂରଣ କରିପାରିବ ନାହିଁ, ତଥାପି ଏକ ଅଧିକ ବୃଦ୍ଧି ଯଥେଷ୍ଟ ମୁଦ୍ରାସ୍ଫୀତି ଚାପ ଏବଂ ବ୍ୟାପକ ମାଇକ୍ରୋ ଇକୋନୋମିକ୍ ବିପଦ ସୃଷ୍ଟି କରିପାରେ। ଏମ୍ଲେ ଏକ ରିପୋର୍ଟରେ କହିଛି, ଯଦି ଅଶୋଧିତ ତୈଳ ମୂଲ୍ୟ ମଧ୍ୟମ ଅବଧିରେ ବୃଦ୍ଧି ପାଇଥାଏ, ତେବେ ଆହୁରି ପରିମାଣିକ ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଭାରତର ଅଶୋଧିତ ତୈଳ ବାସ୍କେଟ୍ ବର୍ତ୍ତମାନ ପ୍ରତି ବ୍ୟାରେଲ ପିଛା ପ୍ରାୟ $110ରେ କାରବାର କରୁଛି। ଏହି ସ୍ତରରେ 27 ମାର୍ଚ୍ଚରେ ପ୍ରତି ଲିଟର ଉତ୍ପାଦ ଶୁଳ୍କ ହ୍ରାସ ଘୋଷଣା ପରେ ମଧ୍ୟ ଓଏମ୍ସି ପାଇଁ ପେଟ୍ରୋଲ ଏବଂ ଡିଜେଲ ପାଇଁ ପ୍ରାୟ 18ରୁ 20 ପ୍ରତି ଲିଟର ଅଣ୍ଡର ରିକଭରି ହେବ ବୋଲି ଆକଳନ କରାଯାଇଛି। ଆମେ ଦେଖୁଛୁ ଯେ ସମ୍ପୂର୍ଣ୍ଣ ବୋଝ ଗ୍ରାହକଙ୍କ ଉପରେ ଲଦି ଦିଆଯିବାର ସମ୍ଭାବନା ସୀମିତ। ଏକ ତୀବ୍ର ମୂଲ୍ୟ ବୃଦ୍ଧି ଅଭିବୃଦ୍ଧିକୁ ମନ୍ଥର କରିପାରେ ଏବଂ ଦୁର୍ବଳ ଟିକସ ସଂଗ୍ରହ ଏବଂ ବୃଦ୍ଧି ପାଇଥିବା ଆର୍ଥିକ ଚାପ ସମେତ ପ୍ରତିକୂଳ ଦ୍ୱିତୀୟ କ୍ରମ ପ୍ରଭାବ ପକାଇପାରେ। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଏହା ଏମ୍ଲେ ଆକଳନ କରିଛି ଯେ ଖୁଚୁରା ଇନ୍ଧନ ମୂଲ୍ୟରେ 10% ବୃଦ୍ଧି ଓଏମ୍ସି କ୍ଷତି ହ୍ରାସ ଏବଂ ଗ୍ରାହକ ପ୍ରଭାବକୁ ନିୟନ୍ତ୍ରଣ କରିବା ମଧ୍ୟରେ ସନ୍ତୁଳନ ସୃଷ୍ଟି କରେ। ଏହା ମଧ୍ୟ ଉଲ୍ଲେଖ କରିଛି ଯେ 2022 ପରଠାରୁ ଇନ୍ଧନ ମୂଲ୍ୟ ଅପରିବର୍ତ୍ତିତ ରହିଛି, ଯାହା ସୂଚାଇ ଦିଏ ଯେ ଏକ ମଧ୍ୟମ ବୃଦ୍ଧି ପ୍ରାରମ୍ଭିକ ଷ୍ଟିକର ଆଘାତ ବ୍ୟତୀତ ସୁଲଭତାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିନପାରେ। ଯଦି ଆଗାମୀ 2ରୁ 3ଟି ତ୍ରୈମାସ ପାଇଁ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ $100 ଉପରେ ରହେ, ତେବେ ବ୍ରୋକରେଜ ଅତିରିକ୍ତ ମୂଲ୍ୟ ବୃଦ୍ଧି ଆଶା କରୁଛି। ଏପରି ପରିସ୍ଥିତିରେ ଖୁଚୁରା ଇନ୍ଧନ ମୂଲ୍ୟ ଆଗାମୀ 3ରୁ 6 ମାସ ମଧ୍ୟରେ ଲିଟର ପିଛା 18ରୁ 20 ଟଙ୍କା ବୃଦ୍ଧି ପାଇପାରେ। ତଥାପି ଏହା ମୂଳ ମାମଲା ନୁହେଁ କାରଣ ଏମ୍ ଉପସାଗରରେ ଏକ ଦୀର୍ଘକାଳୀନ ଭୂ ରାଜନୈତିକ ଅଚଳାବସ୍ଥାର ସମ୍ଭାବନା କମ୍ ବୋଲି ଦର୍ଶାଇଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।